ଗୁଣୁପୁର ପ୍ରଶାସନ ତହସିଲ ଉପଜିଲ୍ଲାପାଳ ଆଇଟିଡିଏ ଡିଡବ୍ଲ୍ୟୁ ବ୍ଲକ ବା ରାଜସ୍ୱ ବିଭାଗର ସମସ୍ତ କର୍ମଚାରୀ ବା ଅମଲାମାନେ ତାଙ୍କର କାର୍ଯ୍ୟ ବନ୍ଦ କରି ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ଦିନରେ ସରକାର ସେମାନଙ୍କ ଦାବିଗୁଡ଼ିକୁ ପୂରଣ ନ କରିଥିବା ହେତୁ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି। ସେମାନଙ୍କର 10 ଦଫା ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ଦାବି ହେଲା ସ୍ୱାସ୍ଥ୍ୟ ବୀମା ଲାଗୁ କରିବା, ଲେଭେଲ 9 ବୃଦ୍ଧି କରିବା, ପେନସନ ଲାଗୁ କରିବା। 2024 ମସିହାରେ ସରକାର ପତ୍ର ସଂଖ୍ୟା 8898ରେ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ପଦବୀ ପୁନର୍ଗଠନ ହୋଇନଥିବା ହେତୁ ବର୍ତ୍ତମାନ ସୁଦ୍ଧା ପଦୋନ୍ନତି ହୋଇନଥିବା ଓ ଅନେକ ଗୁଡ଼ିକ ଦାବି ରହିଛି। ସରକାର ସେମାନଙ୍କର ଦାବିଗୁଡ଼ିକୁ ପୂରଣ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସି ରହିବୁ ବୋଲି ଓଡ଼ିଶା ରାଜସ୍ୱ ସଂଘ ରାୟଗଡ଼ା ଶାଖାର ସମ୍ପାଦକ ଅଜୟ କୁମାର ନାହକ ସୂଚନା ଦେଇଛନ୍ତି। ଗୁଣୁପୁରରୁ ଗଣେଶ କଲାଙ୍କ ରିପୋର୍ଟ, ONI।